ଜୟ ଜଗନ୍ନାଥ। ସେଦିନ ସେଦିନ ମାନେ ଏଇ ଗୋଟିଏ ବର୍ଷର କାହାଣୀ କଥା। ମୁଁ ମୋର ଧର୍ମପତ୍ନୀ ଆମେ କଟକ ଯାଇଥିଲୁ। ଥିଲା ଅନେକ ଗୁଡ଼ିଏ କାମ। ଶେଷରେ ଆମେ ଗୋଟେ ମେଡ଼ିସିନ ଷ୍ଟୋରରୁ ମେଡ଼ିସିନ କିଣିଲୁ। ମେଡ଼ିସିନ କିଣିବା ଭିତରେ ତାର 4,032 ଟଙ୍କା ହେଲା। ଯେତେବେଳେ ଫୋନ୍ ପେ କଲୁ, ଭୁଲରେ ଗୋଟିଏ ଜିରୋ ଆମେ ଛାଡ଼ି ଦେଇଛୁ, 432 ଟଙ୍କା ଫୋନ୍ ପେ କରୁଛୁ। 432 ଟଙ୍କା ଫୋନ୍ ପେ କରୁଛୁ। ସେଠି ତାଙ୍କର ମେସିନ୍ ଲାଗିଥିଲା, ସେ ବି କହିଲା 432 ଟଙ୍କା। ଆମର ଲକ୍ଷ୍ୟ ନାହିଁ, ତାଙ୍କର ବି ଲକ୍ଷ୍ୟ ନାହିଁ, ଏସବୁ ଅଲକ୍ଷ୍ୟରେ ହେଇଯାଇଛି। ମୁଁ ଭାବିଛି ମେସେଜ କନଫର୍ମ ହେଇଗଲା। ସେ କହିଲେ ହଁ ଠିକ୍ ଅଛି। ମୁଁ ନେଇକି ଆସିଲୁ। 10-15 କିଲୋମିଟର ଆସିଲା ପରେ ଗୋଟେ ଦୋକାନରେ କ'ଣ ଏମିତି ଆମେ କାମ ପଡ଼ିଲା ଆଉ ରହିଲୁ। ମୁଁ କୌଣସି କାର୍ଯ୍ୟବଶତଃ ଯେତେବେଳେ ଆମର ହିଷ୍ଟ୍ରିଟାକୁ ଦେଖିଥିଲି, ଫୋନ୍ ପେ ହିଷ୍ଟ୍ରିଟାକୁ ଦେଖିଲା ବେଳକୁ 432 ଟଙ୍କା ଯାଇଛି। ମୁଁ ଦେଖ ତାଙ୍କ ପାଖରେ ନମ୍ବର ନାହିଁ। ସେ ବ୍ୟସ୍ତ ଭିତରେ ଆଜି ଦେଖିପାରନ୍ତି, ନହେଲେ କାଲି ଦେଖିବେ, କି ଜାଣିପାରିବେ କି ନାହିଁ ଠିକ୍ ନାହିଁ। ତଥାପି ଆମକୁ ଭଲ ଲାଗିଲାନି। ସେ କେତେବେଳେ ଜାଣିଲେ ବି ଆମ ନମ୍ବର ତାଙ୍କ ପାଖରେ ନାହିଁ, ସେ ଆମକୁ କଲ୍ କରିପାରିବେନି। ଆଉ ଆମେ ସେଠୁ ପୁଣି ରିଟର୍ନ କଲୁ ସେ ଦୋକାନ। ରିଟର୍ନ ଯାଇକି ତାଙ୍କୁ ଚାହିଁଥିଲେ ସେଇଠି ଫୋନ୍ ପେ କରିକି ଦେଇ ପାରିଥାନ୍ତୁ। ତାଙ୍କ ପାଖରେ ବି ଆମର ଆଉ ଗୋଟେ ଛୋଟିଆ କାମ ଥିଲା, ଗୋଟେ ମେଡ଼ିସିନ ରିଟର୍ନ ହେବାର ଥିଲା। ସେ ରିଟର୍ନ କରୁନଥିଲେ। ରିଟର୍ନ ଯଦି କରୁନଥିଲେ, ମୁଁ ତାଙ୍କୁ ବୁଝେଇକି ରିଟର୍ନ କରିବାର ଥିଲା। ସେଠୁ ସେ ଯାହା ହଉ, ମୁଁ ତାଙ୍କୁ ଗଲି, ଦେଖ ମୁଁ ତମର ଏତେ ଟଙ୍କା ଆମେ ଦେବାକୁ ଆସିଲୁ, ଆଉ 100-200 ଟଙ୍କାର ମେଡ଼ିସିନ ଆପଣ ରିଟର୍ନ ନେଉନାହାନ୍ତି, ଆପଣଙ୍କ ମେଡ଼ିସିନ ଆପଣ ରିଟର୍ନ ନେଉନାହାନ୍ତି। ସେ ସେକେଣ୍ଡ ବାର ଦେଖିଲେ, ତାହେଲେ ମୁଁ ପଇସା ରିଟର୍ନ ଦେବାକୁ ଯାଇଛି। ସେ ବି ଜାଣିନଥିଲେ ତାଙ୍କର ଏମିତି ହେଇଛି ବୋଲି। ମେଡ଼ିସିନଟା ରିଟର୍ନ ନେଲେ, ତାପରେ ପଇସା ଦେଇକି ଆସିଲେ। ଯେତେବେଳେ ଫୋନ୍ ପେରେ ବାଇଚାନ୍ସ ଭୁଲ ଭାଲ ହେଇଯାଉଛି, ଆପଣ ତାଙ୍କର ଦେଇଦେବା ଉଚିତ। କାରଣ ଯଦି ଆପଣ ଭୁଲ ବଶତଃ ମାନେ ପଇସା ଦେଇନାହାନ୍ତି, ତେବେ ଦେଇଦେବାଟା ଉଚିତ। କାରଣ ଆପଣ ଏକରେ ତ ଧର୍ମ ଦୁଆରେ ଧାରୁଆ ହେବେ, ଆଉ ଦୁଇରେ ତାଙ୍କ ପାଖରେ ବି ଧାରୁଆ ହେବେ। ଧାରୁଆ ହେଇକି, କାରଣ ଶାସ୍ତ୍ର କହୁଛି, ଯଦି କାହାରି ପାଖରେ ତମେ ଧାରୁଆ ଅଛ, ତେବେ ଶାଗ ଗଛ ହେଇକି ପୂର୍ବ ତାପର ଜନ୍ମରେ ଗୋଟେ ଶାଗ ଗଛ ହେଇକି ତମକୁ ସୁଝିବାକୁ ପଡିବ। କିନ୍ତୁ କାହାରି ପାଖରେ ଧାରୁଆ ହେବାଟା ଠିକ ନୁହଁ। ଆପଣ ଚେଷ୍ଟା ମତେ ଯଥା ସମ୍ଭବ ଆପଣ ସମସ୍ତଙ୍କ ଠାରୁ ଋଣ ମୁକ୍ତ ରହିବାଟା ଉଚିତ। ଆଉ ଜୟ ଜଗନ୍ନାଥ।